मो प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି। ଆପଣମାନେ ଭଲରେ ଅଛନ୍ତି। ପ୍ରଭୁଙ୍କ ପ୍ରିୟ ଲୋକମାନେ ଆମେମାନେ ଦେଖୁ ଦେଖୁ ମାସର ଶେଷ ତାରିଖରେ ଆସି ଆଜି ପହଞ୍ଚିଅଛୁ। ପରମେଶ୍ୱରଙ୍କ ମହା ଅନୁଗ୍ରହରୁ ସେହି ମାସ ସାରା ଆମମାନଙ୍କୁ ସମ୍ଭାଳିଛନ୍ତି। ତାହାଙ୍କ କୃତ ମଙ୍ଗଳଦାନ ସମସ୍ତ ମନେ ପକାଇଲେ ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ। ସେ ସମସ୍ତ ବିଷୟର ଭାର ବୋଝ ଉଠାଇ ଅଛନ୍ତି। ଆପଣ କ'ଣ ଉତ୍ସାହ ସହିତ ଅପେକ୍ଷାରେ ଅଛନ୍ତି? ପରମେଶ୍ୱର ଆଜି ଶେଷ ଦିନରେ କ'ଣ କଥା ହେବାକୁ ଯାଉଛନ୍ତି? ଦ୍ୱିତୀୟ ରାଜାବଳୀ 3 ଅଧ୍ୟାୟ 17 ପଦରେ ଲେଖା ଅଛି, ତୁମ୍ଭେମାନେ ବାୟୁ ଦେଖିବ ନାହିଁ ଅବା ତୁମ୍ଭେମାନେ ବୃଷ୍ଟି ଦେଖିବ ନାହିଁ, ତଥାପି ସେହି ଉପତ୍ୟକା ଜଳରେ ପରିପୂର୍ଣ୍ଣ ରହିବ। ପରମେଶ୍ୱରଙ୍କ ବାକ୍ୟରେ ଆଜି ଆମେମାନେ କେଉଁ ଘଟଣା ଦେଖୁଛୁ? 2 ଗୋଟି ରାଜା ଇସ୍ରାଏଲର ପୁଣି ଜିହୁଦାର ରାଜା ଥିଲେ। ସେମାନେ ଶତ୍ରୁମାନଙ୍କ ବିରୁଦ୍ଧରେ ଏକତ୍ର ଭାବେ ଯୁଦ୍ଧ କରିବାକୁ ଗଲେ। 2 ଗୋଟି ଦେଶର ହଜାର ହଜାର ସୈନ୍ୟମାନେ ଏକତ୍ର ଭାବେ ଅନ୍ୟ ଦେଶ ବିରୁଦ୍ଧରେ ସେମାନେ ଗଲେ। ଯେତେବେଳେ ସେମାନେ ପ୍ରାନ୍ତର ମଧ୍ୟ ଦେଇଗଲେ, ସେମାନଙ୍କ ଜଳ ଶେଷ ହୋଇଗଲା। ସୈନ୍ୟ ସାମନ୍ତ ଜଳ ନିମନ୍ତେ ତୃଷିତ ହେଲେ। ପୁଣି ସେମାନଙ୍କ ଓଟ ସମୂହ ମଧ୍ୟ ଅନ୍ୟ ପଶୁମାନେ ମଧ୍ୟ ଜଳ ପାଇଁ ହଇରାଣ ହେଲେ। ସେମାନେ ଭ୍ରମିତ ହୋଇଗଲେ, ପୁଣି ଜାଣିପାରିଲେ ନାହିଁ କ'ଣ କରିବେ। ଏହିପରି ସେମାନଙ୍କ ଅବସ୍ଥା ସେଠାରେ ହେଲା। ଏଥିପାଇଁ ସେମାନେ ସେଠାରେ ପ୍ରାର୍ଥନା କରିଲେ। ପୁଣି ପରମେଶ୍ୱର ସେମାନଙ୍କ ପାଇଁ ଭାବବାଦୀକୁ ପଠାଇଲେ, ଆଉ ସେ ଗୋଟିଏ ବାକ୍ୟ ଦେଲେ, ଏହି ଉପତ୍ୟକାରେ ଖାତ କର, ତୁମେମାନେ ବାୟୁ ଦେଖିବ ନାହିଁ କିମ୍ବା ବୃଷ୍ଟି ଦେଖିବ ନାହିଁ, କିନ୍ତୁ ଜଳରେ ଏହି ଉପତ୍ୟକା ପରିପୂର୍ଣ୍ଣ ହେବ। ସେମାନେ କହିଲେ, ଏହା ତ ଉପତ୍ୟକା ଅଟେ, ଏଠାରେ କୌଣସି ନଦୀ ନାହିଁ କି ପୋଖରୀ ନାହିଁ। ଏଠାରେ ଯଦି ଆମେ ଗାତ କରିବା, କେଉଁଠାରୁ ପାଣି ଏହି ସ୍ଥାନକୁ ଆସିବ? ପୁଣି ଉପତ୍ୟକାକୁ ସେ ସମ୍ପୂର୍ଣ୍ଣ ଭରିପୂର କରିବ। ସେମାନେ ଅନେକ ନକାରାତ୍ମକ ପ୍ରଶ୍ନ ନିଜକୁ ପଚାରିଲେ, କିପରି ଏସବୁ ସମ୍ଭବ ହେବ? ଏଣୁ ଆମ୍ଭେମାନେ ପରିସ୍ଥିତିକୁ ନ ଦେଖି ପରମେଶ୍ୱର ଯାହା କହିଅଛନ୍ତି ତାହା କେବଳ ପାଳନ କରିବା ଆବଶ୍ୟକ। ବହୁତ ଆଶ୍ଚର୍ଯ୍ୟର କଥା ଏହା ଅଟେ, ସେହି ଉପତ୍ୟକା ଜଳରେ ପରିପୂର୍ଣ୍ଣ ହେଲା। ନା ବର୍ଷା ହେଲା, ନା ବାୟୁ ବହିଲା, କିନ୍ତୁ ପ୍ରଭୁଙ୍କର କାର୍ଯ୍ୟ ବାସ୍ତବରେ ସର୍ବଦା ଆଶ୍ଚର୍ଯ୍ୟଜନକ ଅଟେ। ସେମାନେ ଏହା ଦେଖି ଚକିତ ହେଲେ। ପ୍ରଭୁଙ୍କ ପ୍ରିୟ ଲୋକମାନେ, ଆମମାନଙ୍କର ମସ୍ତିଷ୍କ ସବୁବେଳେ ଈଶ୍ୱରଙ୍କ କାର୍ଯ୍ୟକୁ ବୁଝିପାରେ ନାହିଁ। ଏଣୁ ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଯଦି ଆମେମାନେ ଆପଣଙ୍କୁ ବଢ଼ାଇବା, ତାହା କେବଳ କରିବା, ତେବେ ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟ କର୍ମକୁ ଆମେମାନେ ଜୀବନରେ ଚାଖିପାରିବା। ମୋ ପ୍ରିୟ ଲୋକମାନେ, ଆମେମାନେ ଈଶ୍ୱରଙ୍କ ଅଦ୍ଭୁତ କାର୍ଯ୍ୟକୁ ଆପଣା ଜୀବନରେ, ଆପଣା ଶରୀରରେ, ପରିବାରରେ ଏବଂ କାମ କାର୍ଯ୍ୟରେ ଯଦି ଦେଖିବା ପାଇଁ ଇଚ୍ଛା କରୁଛୁ, ତେବେ ଆମେମାନେ ଈଶ୍ୱରଙ୍କ ବାକ୍ୟକୁ ପ୍ରଥମ ସ୍ଥାନ ଦେବା ବହୁତ ଆବଶ୍ୟକ ରହିଅଛି। ଯଦି ଆମେମାନେ ନିଜର ମନକୁ, ଆମେମାନେ ମସ୍ତିଷ୍କକୁ ଖଟାଇବା, ତେବେ ଈଶ୍ୱରଙ୍କ ବାକ୍ୟର କାର୍ଯ୍ୟ ଆମେମାନେ ଆପଣା ଜୀବନରେ ଦେଖିପାରିବା ନାହିଁ। ଏଣୁ ଅତି ସରଳ ଭାବରେ ଆମେମାନେ ଈଶ୍ୱରଙ୍କ ବାକ୍ୟକୁ ପ୍ରଥମ ସ୍ଥାନ ଦେଇ ତାହାକୁ ପାଳନ କରିବା ଦରକାର। ଆପଣମାନେ କ'ଣ କେବେ ଏହା ଚିନ୍ତା କରିଅଛନ୍ତି, ନିରୀକ୍ଷଣ କରିଅଛନ୍ତି ଯେ ଆମେମାନେ କୌଣସି ସେବା କାର୍ଯ୍ୟରେ ଟିଭି ହେଉ କିମ୍ବା ବାହାରେ ହେଉ ଆମେମାନେ ଆଦାୟ କରିନାହୁଁ? ଆମେମାନେ କେବଳ ଗରିବମାନଙ୍କୁ ହିଁ ସାହାଯ୍ୟ କରିଥାଉ। ତଥାପି କେବେ ମଧ୍ୟ ଆମେ ଏହି ସେବା କାର୍ଯ୍ୟ ନିମନ୍ତେ ଅର୍ଥ ମାଗି ନାହୁଁ। ତଥାପି ଏତେ ବଡ଼ ସେବା କାର୍ଯ୍ୟ ପ୍ରଭୁ ଦେଇଛନ୍ତି। ଆମ ସେବା କାର୍ଯ୍ୟରେ 1300 ମିଶନାରୀମାନଙ୍କୁ ଆମେମାନେ ସାହାଯ୍ୟ ସେବା ଦେଇଥାଉ। ଆମ୍ଭମାନଙ୍କ ସେବା କାର୍ଯ୍ୟରେ ପ୍ରାୟ 400 ଫୁଲ୍ ଟାଇମ୍ ସେବକମାନେ ଅଛନ୍ତି। ଜାଣନ୍ତି ଏହାର ଆବଶ୍ୟକ କିପରି ମେଣ୍ଟୁଅଛି। ଅନେକ ବର୍ଷ ପୂର୍ବେ ପରମେଶ୍ୱର ମୋତେ କଥା ହୋଇଥିଲେ, ତୁମେ ଉପତ୍ୟକା କର, ଆମେ ତାକୁ ଭରିବା। ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଆମେମାନେ ଯେଉଁମାନେ ସେବାରେ ଅଛୁ, ଉପବାସ ପ୍ରାର୍ଥନା କରିବା ନିମନ୍ତେ ଏହି ସ୍ଥାନରେ ସମବେତ ହୋଇଥାଉ। ଆମେମାନେ ଉପବାସ ହୋଇ ପ୍ରାର୍ଥନା କରିଥାଉ। ଶେଷ ସମୟରେ ଆମେମାନେ ଉପତ୍ୟକା ନିର୍ମାଣ କରିଥାଉ। ପ୍ରଭୁ ପତ୍ରିକାର ସେବା କାର୍ଯ୍ୟକୁ ଆଶୀର୍ବାଦ କର। ମିଶନ ସେବା କାର୍ଯ୍ୟର ଅନେକ ଆବଶ୍ୟକ ଅଛି। ଆମେମାନେ ସୁସମାଚାର ସେବା କାର୍ଯ୍ୟ ନିମନ୍ତେ ବିଶେଷ ପ୍ରାର୍ଥନା କରିଥାଉ। ପୁଣି ପ୍ରଭୁଙ୍କର ଆଶ୍ଚର୍ଯ୍ୟ ବିଷୟକୁ ଆମେମାନେ ଏହି ପ୍ରାର୍ଥନା ସଭାରେ ଦେଖିବାକୁ ପାଇଥାଉ। ମାସର ଶେଷ ସମୟ ହେଲା ବେଳକୁ ଆମେମାନେ ଦେଖିଥାଉ, ପ୍ରଭୁ ଯୀଶୁ ଆମମାନଙ୍କ ଉପତ୍ୟକାକୁ ଭରି ଦେଇଥାନ୍ତି। ଏହି ବିଷୟକୁ ପ୍ରଭୁ ଯୀଶୁଙ୍କ ଠାରୁ ମୋତେ ଶିଖିବା ପାଇଁ ପ୍ରଭୁ ଯୀଶୁ ସାହାଯ୍ୟ କରିଛନ୍ତି। ଆସନ୍ତୁ ଆମେମାନେ ଏହି ପ୍ରକାର ପରମେଶ୍ୱରଙ୍କ ଠାରେ ଆମେମାନେ ଉପତ୍ୟକାକୁ ନିର୍ମାଣ କରିବା ଦରକାର। ପୁଣି ସେ ନିଶ୍ଚୟ ଆମମାନଙ୍କୁ ଉପତ୍ୟକାକୁ ପରିପୂର୍ଣ୍ଣ କରିବେ। ଆମମାନଙ୍କ ଉପତ୍ୟକା ନିର୍ମାଣ କରିବା ନିମନ୍ତେ ଆମମାନଙ୍କୁ ଆଣ୍ଠୁରେ ଆସିବାକୁ ପଡ଼ିବ। ପ୍ରାର୍ଥନାରେ ସମସ୍ତ ବିଷୟକୁ ରଖିବାକୁ ପଡ଼ିବ। ପୁଅମାନଙ୍କ ପାଇଁ, ଝିଅମାନଙ୍କ ପାଇଁ, ପରିବାର ପାଇଁ, ସମସ୍ତ ବିଷୟ ନିମନ୍ତେ ଆମମାନଙ୍କୁ ଉପତ୍ୟକା ବନାଇବାକୁ ପଡ଼ିବ। ତହିଁରେ ପରମେଶ୍ୱରଙ୍କ କାର୍ଯ୍ୟ ନିଶ୍ଚୟ ଆମେମାନେ ଦେଖିବା। ଆପଣ କ'ଣ ବିଶ୍ୱାସ କରନ୍ତି? ତେବେ ଆସନ୍ତୁ ପ୍ରାର୍ଥନା କରିବା।
ପ୍ରଭୁ ତୁମ ହସ୍ତରେ ଆମେ ପ୍ରତ୍ୟେକ ଆପଣା ଜୀବନ ପରିବାର ସମସ୍ତ ବିଷୟକୁ ଅର୍ପଣ କରୁଅଛୁ ପୁଣି ବିଶ୍ୱାସର ସହିତ ଉପତ୍ୟକା ତିଆରି କରୁଅଛୁ ତୁମେ ଭରି ଦେଉଅଛ ଏଥିପାଇଁ ଧନ୍ୟବାଦ ତୁମ ହସ୍ତରେ ସମସ୍ତ ବିଷୟ ଅର୍ପଣ କରି ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଅଛୁ ଆମେନ୍ ଆମେନ୍।